ନଭେମ୍ବର 28 ଠାରୁ ବଦଳିଯିବ ଏହି 5ଗୋଟି ରାଶିର ଭାଗ୍ୟ। ଏହି 5ଗୋଟି ରାଶିର ଘର ଉପରେ ହେବ ଟଙ୍କାର ବର୍ଷା। ମିଳିବ ଶନିଦେବଙ୍କର କୃପା। ନଭେମ୍ବର 28 ତାରିଖ ଠାରୁ ଶନିଦେବ ନିଜର ଚଳନରେ କରିବେ ମହାପରିବର୍ତ୍ତନ। ଆଉ ଏହି ରାଶିଗୁଡ଼ିକୁ କରିବେ ମହାଭାଗ୍ୟଶାଳୀ। ମିଳିବ ବଡ଼ ବଡ଼ ଚାକିରି। ଆପଣମାନେ ହଠାତ୍ ହୋଇଯିବେ ଧନୀ। ମିଳିବ ସନ୍ତାନ ସୁଖ ଏବଂ କିଣିବେ ଜମି ଓ ଘରବାଡ଼ି। ଜାଣନ୍ତୁ କିଏ ଏହି 5ଗୋଟି ରାଶି। ଯେଉଁମାନଙ୍କର ଉପରେ ହାତୀ ଢାଳିବ ସୁନାର କଳସ। ଯେଉଁମାନଙ୍କୁ ମିଳିବ ପ୍ରଭୁ ଶନିଦେବଙ୍କର ଆଶୀର୍ବାଦ। ଆଜ୍ଞା ହଁ ବନ୍ଧୁଗଣ, ଏହି 28 ନଭେମ୍ବର ଠାରୁ ଶନିଦେବ ବକ୍ରିରୁ ମାର୍ଗୀ ହେବାକୁ ଯାଉଛନ୍ତି। ଏହି 5ଗୋଟି ରାଶିର ଲୋକମାନଙ୍କର ଘର ଉପରେ ହେବ ଟଙ୍କାର ବର୍ଷା। ପୁରା 9 ମାସ ମଧ୍ୟରେ ଏମିତି ଏକ ସମୟ ଆସିଅଛି କି ଏହି ବ୍ୟକ୍ତିବିଶେଷମାନଙ୍କ ପାଇଁ ବର୍ତ୍ତମାନ ସୁବର୍ଣ୍ଣ ସୁଯୋଗ ଅପେକ୍ଷା କରି ରହିଅଛି। ଶନିଙ୍କର କୃପାରୁ ଏମାନେ ଯାହା ଇଚ୍ଛା କରିବେ ତାହା ପାଇବାକୁ ଯାଉଛନ୍ତି। ଶନିଦେବଙ୍କର ମାର୍ଗୀ ଚଳନ ବର୍ତ୍ତମାନ ଏହି 5ଗୋଟି ରାଶିର ବ୍ୟକ୍ତିବିଶେଷମାନଙ୍କର ଭାଗ୍ୟକୁ ବଦଳାଇବା ପାଇଁ ଯାଉଅଛି। ଏମାନଙ୍କ ପାଇଁ ରାଜଜଟକ ସୃଷ୍ଟି କରିଅଛି, ଯାହାଫଳରେ ଏହି 28 ନଭେମ୍ବର ଠାରୁ ଏମାନଙ୍କର ଭାଗ୍ୟ ବଦଳିବା ପାଇଁ ଯାଉଅଛି। ବନ୍ଧୁଗଣ, ଶନିଦେବଙ୍କୁ ନ୍ୟାୟର ଦେବତା, କର୍ମଫଳର ଦାତା ମାନାଯାଇଥାଏ। ଶାସ୍ତ୍ର ଅନୁସାରେ ଶନିଦେବଙ୍କର କୃପା ରହିଲେ ଜଣେ ଗରିବରୁ ମଧ୍ୟ ଧନୀ ହୋଇପାରେ ଏବଂ ଶନିଦେବ ଯଦି ରୁଷ୍ଟ କରନ୍ତି ତାହେଲେ ଧନୀ ବ୍ୟକ୍ତିକୁ ମଧ୍ୟ ଗରିବ ବନେଇ ଦେଇଥାନ୍ତି। ତ 28 ନଭେମ୍ବର ଠାରୁ ଏମିତି ଏକ ସମୟ ଆସିବାକୁ ଯାଉଅଛି କି ଏହି 5ଗୋଟି ରାଶିର ବ୍ୟକ୍ତିବିଶେଷମାନଙ୍କର ଭାଗ୍ୟ ବଦଳିବା ପାଇଁ ଯାଉଅଛି। ଶନିଙ୍କର ଏହି ମାର୍ଗୀ ଚଳନ ସମସ୍ତ 12ଗୋଟି ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ପଡ଼ିଲେ ମଧ୍ୟ କିଛି ଏମିତି 5ଗୋଟି ରାଶି ଅଛନ୍ତି ଯେଉଁମାନଙ୍କ ଉପରେ ଶନିଦେବଙ୍କର ବିଶେଷ କୃପା ପଡ଼ିବା ପାଇଁ ଯାଉଅଛି। ଏମାନଙ୍କର ଜୀବନ ହଠାତ୍ ବଦଳିଯିବ। ତେବେ ଆସନ୍ତୁ ଜାଣିବା କିଏ ସେହି 5ଗୋଟି ରାଶି। ଏହା ପୂର୍ବରୁ ଯଦି ଆପଣମାନେ ବି ଶନିଦେବଙ୍କୁ ସଚ୍ଚା ହୃଦୟରେ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଥମ ଭାଗ୍ୟଶାଳୀ ରାଶିଟି ହେଉଛି ତୁଳା ରାଶି। କହି ରଖୁଛୁ ଯେ ଶନିଦେବଙ୍କର କୃପାରୁ ତୁଳା ରାଶିର ଭାଗ୍ୟ ଏବେ ଅଚାନକ ଭାବରେ ଚମକିବାକୁ ଯାଉଅଛି। କାହିଁକିନା ତୁଳା ରାଶି ପାଇଁ ଶନିଦେବ ହେଉଛନ୍ତି ସବୁଠାରୁ ଅଧିକ ଯୋଗକାରକ ଗ୍ରହ। ଏମାନଙ୍କର ଭାଗ୍ୟରେ ଅନେକ ଖୁସି ଆସିପାରେ। ଏହି ରାଶିର ଲୋକମାନେ ଏବେ ସଫଳ ଜୀବନ ବ୍ୟତୀତ କରିବେ। ଏମାନଙ୍କର ଧନ ଦୌଲତର ବୃଦ୍ଧି ହେବ। ଏମାନଙ୍କର ଜୀବନରେ ଖରାପ ସମୟ ଏବେ ସମାପ୍ତ ହୋଇସାରିଛି, ଯାହାଫଳରେ ଏହି ରାଶିକୁ ଏବେ କେବଳ ଲାଭ ହିଁ ଲାଭ ପ୍ରାପ୍ତି ହେବ। ଏମାନଙ୍କର ଜୀବନରେ ଏବେ ସବୁ ସମସ୍ୟା ଶନିଦେବ ଦୂର କରିବାକୁ ଯାଉଛନ୍ତି। ଏମାନଙ୍କୁ କର୍ମକ୍ଷେତ୍ରରେ ବହୁତ ବଡ଼ ସଫଳତା ପ୍ରାପ୍ତି ହେବ, ପ୍ରମୋଶନ ହେବ, ନୂତନ ଚାକିରି ମିଳିବାର ଯୋଗ ବନିବ ଏବଂ ବ୍ୟାପାର ବାଣିଜ୍ୟରେ ବହୁତ ଅଧିକ ଉନ୍ନତି ପ୍ରଗତି କରିବେ। ଶନି ଯେହେତୁ ତୁଳା ରାଶି ପାଇଁ ପଞ୍ଚମ ଭାବର ଅଧିପତି, ତ ଏମାନଙ୍କର ପ୍ରେମ ଜୀବନରେ ଯାହା ବି ସମସ୍ୟା ଥିବ ତାହା ସବୁ ଦୂର ହେବ। ଏମାନଙ୍କୁ ନୂତନ ପାର୍ଟନର ମିଳିବ। ଏମାନଙ୍କର ବିବାହ ଯୋଗ ମଧ୍ୟ ବନିବ। ଏମାନଙ୍କର ଘରକୁ ବିବାହ ପ୍ରସ୍ତାବମାନ ଆସିବ ଏବଂ ଫାଇନାଲ ମଧ୍ୟ ହେବ। ଭାଗ୍ୟରେ ଉନ୍ନତି ହେବା ସହିତ ଏମାନେ ଏହି 28 ନଭେମ୍ବର ଠାରୁ କିଛି ଭୂମି, ପ୍ରପର୍ଟି, ଜମି, ନୂତନ ଯାନବାହନ କ୍ରୟ କରିପାରନ୍ତି। ସମସ୍ତ ସ୍ୱାସ୍ଥ୍ୟଗତ ସମସ୍ୟାର ମଧ୍ୟ ମୁକ୍ତି ମିଳିବ। ଋଣ କରଜରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିବ। ଆପଣଙ୍କର ତୁଳା ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ଦ୍ୱିତୀୟ ରାଶିଟି ହେଉଛି କୁମ୍ଭ ରାଶି। କହି ରଖୁଛି ଯେ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ 28 ନଭେମ୍ବର ଠାରୁ ବହୁତ ଭଲ ସମୟର ଆରମ୍ଭ ହେବାକୁ ଯାଉଅଛି। କାହିଁକିନା ଶନିଦେବ ହେଉଛନ୍ତି ଆପଣଙ୍କର ରାଶିର ଅଧିପତି। ଆପଣଙ୍କ ରାଶିର ଅଧିପତି ମାର୍ଗୀ ହେବାକୁ ଯାଉଛନ୍ତି ଏବଂ ଆପଣଙ୍କ ରାଶିରେ ବର୍ତ୍ତମାନ ଶନିଙ୍କର 7.5 ଚାଲୁଅଛି। ତ ଶନି ମାର୍ଗୀ ହେବା ଫଳରେ କୁମ୍ଭ ରାଶିର ଲୋକଙ୍କ ଜୀବନରୁ ଏବେ ଖରାପ ସମୟ ସମାପ୍ତ ହେବାକୁ ଯାଉଅଛି, ଯାହାଫଳରେ ଏହି ରାଶିର ଲୋକଙ୍କୁ ବହୁତ ବଡ଼ ସଫଳତା ଏବେ ପ୍ରାପ୍ତି ହେବ। ଏମାନଙ୍କର ଭାଗ୍ୟ ଚମକିବ। ପାଠ ପଢ଼ୁଥିବା ପିଲାମାନଙ୍କର ରେଜଲ୍ଟ ବହୁତ ଭଲ ଆସିବ। ଏମାନଙ୍କର ପରିଶ୍ରମ
ଏବେ ଭଲ ଫଳ ଦେବ ତଥା ଭଲ ବ୍ୟାପାର ବାଣିଜ୍ୟରେ ଏମାନଙ୍କୁ ବଡ଼ ସଫଳତା ମିଳିବାର ଯୋଗ ବନୁଅଛି। ଏହି ସମୟ ଏମାନଙ୍କ ପାଇଁ ଶୁଭ ରହିଛି। ଏମାନଙ୍କର ଧନ ଦୌଲତରେ ବୃଦ୍ଧି ଦେଖିବାକୁ ମିଳିବ। ଯାହା ବି ଆର୍ଥିକ ସମସ୍ୟା ଥିବ ତାହା ଦୂର ହେବ। କର୍ମକ୍ଷେତ୍ରରେ ଅଗାଢ଼ ସଫଳତା ପ୍ରାପ୍ତି ହେବ। ପ୍ରମୋସନ୍ ମିଳିବ ଏବଂ ନୂତନ ଚାକିରି ମଧ୍ୟ ପ୍ରାପ୍ତି ହେବ। ପ୍ରେମ ଜୀବନରେ ମଧ୍ୟ ସଫଳତା ପ୍ରାପ୍ତି ହେବ। ବିବାହ ହେବାର ଯୋଗ ବନିବ। ଘରକୁ ବିବାହ ପ୍ରସ୍ତାବ ଆସିବ ଏବଂ ସନ୍ତାନ ସୁଖ ମଧ୍ୟ ଏମାନଙ୍କୁ ପ୍ରାପ୍ତି ହେବ। 28 ନଭେମ୍ବର ପରେ ଏମାନଙ୍କୁ ସମସ୍ତ କର୍ମରେ ସଫଳତା ପ୍ରାପ୍ତି ହେବ। ଏମାନେ କୌଣସି ଭୂମି, ପ୍ରପର୍ଟି, ଜମି, ନୂତନ ଯାନବାହନ କ୍ରୟ କରିପାରନ୍ତି। ଆକସ୍ମିକ ଧନ ପ୍ରାପ୍ତି ହେବ। ସମସ୍ତ ଋଣ କରଜରୁ ଏମାନଙ୍କୁ ମୁକ୍ତି ମିଳିବ। ଏମାନଙ୍କର କୁମ୍ଭ ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। କନ୍ୟା ରାଶି କହି ରଖୁଛି ଯେ ଏହି ସମୟରେ ହେବାକୁ ଥିବା 28 ନଭେମ୍ବରରେ ହେବାକୁ ଥିବା ପରିବର୍ତ୍ତନ କନ୍ୟା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଖାସ୍ ହେବାକୁ ଯାଉଅଛି। ଆପଣଙ୍କ ଦ୍ୱାରା କରାଯାଇଥିବା ଆର୍ଥିକ ଯୋଜନା ଏବେ ସଫଳ ହେବ। ବ୍ୟାପାର ବାଣିଜ୍ୟରେ ଆପଣଙ୍କୁ ଶୁଭ ପରିଣାମ ମିଳିବାର ଯୋଗ ବନୁଅଛି। ଆପଣମାନଙ୍କୁ ଏବେ ଅଧିକ ଯୋଜନା ଆସିପାରେ। ଆପଣ ଆପଣଙ୍କର ସବୁ କାର୍ଯ୍ୟ ଯୋଜନା ଭାବରେ ପୂରଣ କରିବେ। ବୈବାହିକ ଜୀବନରେ ଯାହା ବି କିଛି ସମସ୍ୟା ଚାଲିଥିଲା ତାହା ସବୁ ଦୂର ହେବ। ବ୍ୟାପାର ବାଣିଜ୍ୟରେ ଉନ୍ନତି ପ୍ରଗତି ହେବ। କ୍ୟାରିୟର କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବେ। ଅଗାଢ଼ ସଫଳତା ପ୍ରାପ୍ତି ହେବ। ପ୍ରମୋସନ୍ର ଯୋଗ ବନିବ। ନୂତନ ଚାକିରି ମିଳିବାର ଯୋଗ ବନୁଅଛି। ଶିକ୍ଷା କ୍ଷେତ୍ରରେ ଅଦ୍ଭୁତପୂର୍ବକ ସଫଳତା ପ୍ରାପ୍ତି ହେବ। ଆପଣ କୌଣସି ଉଚ୍ଚଶିକ୍ଷା କରିପାରନ୍ତି। ପ୍ରେମ ଜୀବନରେ ଯାହା ବି କିଛି ସମସ୍ୟା ଥିଲା ତାହା ସବୁ ଦୂର ହେବ। ଆପଣଙ୍କର ଭଲ ପାଇବା ବିବାହର ରୂପ ନେବ। ଏହି ସମୟରେ ଖାସ୍ କଥା ଏହା ଅଟେ କି ଆପଣଙ୍କର ଘରକୁ ବିବାହ ପ୍ରସ୍ତାବମାନ ଆସିବ ଏବଂ ବିବାହ ମଧ୍ୟ ଫାଇନାଲ ହେବ। ଭାଗ୍ୟରେ ଉନ୍ନତି ହେବ। ଆପଣ କୌଣସି ଭୂମି, ପ୍ରପର୍ଟି, ଜମି, ନୂତନ ଯାନବାହନ କ୍ରୟ କରିପାରନ୍ତି। ସମସ୍ତ ଋଣ କରଜରୁ ଆପଣଙ୍କୁ ମୁକ୍ତି ମିଳିବ। ବିଦେଶ ଯିବାର ସୁଖ ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଆପଣଙ୍କର ଏହି ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ବୃଷ ରାଶି କହି ରଖୁଛି ଯେ ଶନିଙ୍କର ଏହି ମାର୍ଗୀ ଚଳନ ଆପଣଙ୍କୁ ମାଲାମାଲ ବନେଇଦେବ। ଆପଣଙ୍କର ଭାଗ୍ୟରେ ଉନ୍ନତି ଆସିବ। ଘର ପରିବାରର ସହଯୋଗ ଆପଣଙ୍କୁ ମିଳିବ। ଏମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ। ଶିକ୍ଷା କ୍ଷେତ୍ରରେ ବହୁତ ଅଧିକ ଉନ୍ନତି ପ୍ରାପ୍ତି ହେବ ଏବଂ ପ୍ରେମ ଜୀବନରେ ସଫଳତା ପ୍ରାପ୍ତି ହେବ। ପ୍ରେମ ଜୀବନରେ ଯାହା ବି ସମସ୍ୟା ଥିବ ତାହା ସବୁ ଦୂର ହେବ। ଏହି 28 ନଭେମ୍ବର ପରେ ଏମାନଙ୍କର ଭଲ ପାଇବା ବିବାହର ରୂପ ନେଇପାରେ। ଏମାନଙ୍କର ଘରକୁ ବିବାହ ପ୍ରସ୍ତାବ ଆସିପାରେ ଏବଂ ବିବାହ ଫାଇନାଲ ମଧ୍ୟ ହୋଇପାରେ। ଏହି ସମୟରେ ଏମାନେ କିଛି ପ୍ରପର୍ଟି, ଜମି, ଭୂମି କିମ୍ବା ନୂତନ ଯାନବାହନ କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ ଯଥେଷ୍ଟ ଉନ୍ନତି ପ୍ରାପ୍ତି ହେବ। ପ୍ରମୋସନ୍ର ଯୋଗ ବନିବ। ସମାଜରେ ମାନ ସମ୍ମାନ ପ୍ରାପ୍ତି ହେବ। ଲୋକପ୍ରିୟତା ବଢ଼ିବ। ନୂତନ ଚାକିରି ମିଳିବାର ଯୋଗ ବନିବ। ସମସ୍ତ ଋଣ କରଜରୁ ଏମାନଙ୍କୁ ଏବେ ମୁକ୍ତି ମିଳିବ। ଆକସ୍ମିକ ଧନ ପ୍ରାପ୍ତି ହେବା ସହିତ ଯାହା ବି ଆର୍ଥିକ ସମସ୍ୟା ଥିବ ତାହା ସବୁ ଦୂର ହେବ। ବିଦେଶ ଯାତ୍ରାର ସୁଖ ମଧ୍ୟ ଏମାନଙ୍କୁ ପ୍ରାପ୍ତି ହେବ। ଏମାନଙ୍କର ଏହି ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ମୀନ ରାଶି ଶନିଙ୍କର ଏହି ମାର୍ଗୀ ଚଳନ ଆପଣଙ୍କୁ ଧନ କମାଇବାର ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତି ହେବ। ଆପଣଙ୍କର ଜୀବନରେ ଅପାର ଖୁସି ଆସିବ। ପୁରୁଣା ଅଧାର ଦେଇଥିବା ଧନ ଆପଣଙ୍କ ପାଖକୁ ଫେରି ଆସିବ। ଏହା ସହିତ ଆର୍ଥିକ ସ୍ଥିତି ଆପଣଙ୍କର ମଜବୁତ ବନିବ। ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବଢ଼ିବ। ବ୍ୟାପାର ବାଣିଜ୍ୟରେ ଉନ୍ନତି ପ୍ରଗତି ହେବା ସହିତ କ୍ୟାରିୟର କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହେବ। ପ୍ରମୋସନ୍ ମିଳିବ ଏବଂ ଆପଣଙ୍କୁ ନୂତନ ଚାକିରି ପ୍ରାପ୍ତି ହେବ। ଶିକ୍ଷା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବେ ଏବଂ ପ୍ରେମ ଜୀବନରେ ସଫଳତା ପ୍ରାପ୍ତି ହେବ। ଆପଣଙ୍କର ଭଲ ପାଇବା ବିବାହର ରୂପ ନେବ ଏବଂ ଆପଣଙ୍କର ଘରକୁ ବିବାହ ପ୍ରସ୍ତାବମାନ ଆସିବ। ମାଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ। ଭାଗ୍ୟରେ ଉନ୍ନତି ଆସିବ। ଆପଣଙ୍କୁ ବିଦେଶ ଯିବାର ସୁଖ ମଧ୍ୟ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ନୂତନ ଚାକିରି ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ। ବ୍ୟାପାର ବାଣିଜ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବୈବାହିକ ଜୀବନ ମଧ୍ୟ ସୁଖମୟ ବ୍ୟତୀତ ହେବ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖିବାକୁ ମିଳିବ।
समस्त ऋण करजरू आपणको मुक्ति मिलिब। आकस्मिक धन प्राप्ति हेब। समस्त आर्थिक समस्या दूर हेब। आपणकर एही राशि होइथिले तळे थिबा कमेंट बॉक्स रे जय शनिदेव अवश्य लिखि दियंतु।